ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଲେଖକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର, ଓଡ଼ିଶାରୁ କହୁଛି। ଆଜି ଆମେ ଚର୍ଚ୍ଚା କରିବା ମୃତ୍ୟୁ ଗୋଚର। ପ୍ରଥମେ କହି ରଖୁଛି, ମୃତ୍ୟୁ ପ୍ରେଡିକ୍ସନ୍ କରିବା କି କାହାର କେମିତି ମୃତ୍ୟୁ ଜାଣିବେ ସେ ସମ୍ବନ୍ଧରେ ମୁଁ ପ୍ରୋତ୍ସାହନ ଦେଉନାହିଁ। ଜ୍ୟୋତିଷ ଶାସ୍ତ୍ରରେ ଯାହାଟା ଲେଖା ହେଇଛି ସେଇଟା ମୁଁ କହୁଛି। ଯେକୌଣସି ଜ୍ୟୋତିଷ ଶାସ୍ତ୍ର ଯଦି ଆପଣ ଉଠାଇକି ଦେଖିବେ, ଯେକୌଣସି କ୍ଲାସ୍ 6, ତାହେଲେ ସେଥିରୁ ଆପଣ ପାଇବେ ଯେ ଗୋଟେ ହେଲା ମାରକାଧ୍ୟାୟ, ଆଉ ଗୋଟେ ହେଲା ଆୟୁର୍ ଖଣ୍ଡ। ଅର୍ଥାତ୍ ଆୟୁ ନିର୍ଣ୍ଣୟ, ପ୍ରଥମେ ଗୋଟେ ଲୋକର କେତେ ଦିନ ସେ ବଞ୍ଚିବ ସେଇଟା ଦେଖିବାର ଅଛି। ତାପରେ ଏଟା ହେଲା ମାରକ ଅଧ୍ୟାୟ ବା କେବେ ସେ ଚାଲିଯିବ। ଏଥିରେ ଗୋଟେ ମଜା ଜିନିଷ ହେଲା ଯେ ଆମେ ଦ୍ୱିତୀୟ ଅଧିପତି ଓ ସପ୍ତମ ଅଧିପତି ଯେକୌଣସି ଜାତକରେ ତାକୁ ମାରକ ଅଧିପତି ବୋଲି କହିଥାନ୍ତି। ତାକୁ ବହୁତ ଲୋକ ଆବ୍ୟୁଜ୍ କରନ୍ତି, ତାପରେ ମୋ ଭିଡ଼ିଓ ଅଲରେଡ଼ି ଆଗରୁ କହି ରଖିଛି। ବା ଭୁଲ ପ୍ରୟୋଗ କରନ୍ତି ଯେ ମାରକ ଅଧିପତିର ଦଶା ଚାଲିଛି, ଏବେ ଆପଣଙ୍କର ସବୁ ଅସୁବିଧା ଆସିଯିବ। ମାରକ ଅଧିପତିମାନଙ୍କର କେବଳ ଗୋଟିଏ କାମ। ଏ ପୁରୀରେ ଗୋଟେ କନଫରେନ୍ସ ବୋଧେ ହେଉଥିଲା 2022 କି 23 ମନେ ପଡ଼ୁନି ମୋର, ମୁଁ ସେଥିରେ ପ୍ରେଜେଣ୍ଟ କରୁଥିଲି। ସେଥିରେ ଦ୍ୱିବେଦୀ ବୋଲି ଜଣେ ଅଛନ୍ତି, ପୁରା ନାଁ ମନେ ପଡ଼ୁନି, ସେ ପ୍ରାୟ 50-60ଟା ବହି ଲେଖିଛନ୍ତି। କେରଳରେ ସାଂସ୍କ୍ରିଟ୍ ୟୁନିଭର୍ସିଟିରେ ପ୍ରଫେସର ଥିଲେ, ମଧ୍ୟପ୍ରଦେଶର ଲୋକ। ତାଙ୍କ ପୁଅ ଥିଲେ, ତ ସିଏ କହୁଥିଲେ ଯେ ସାର୍ ଆପଣ ଯାହା କହୁଛନ୍ତି ଭାରି ପର୍ଟିନାଣ୍ଟ କଥା। ତ ଆମେ ଯେତେବେଳେ ଦେଖୁ ଯେ ଗୋଟେ ମାରକ ବୋଲି ଦ୍ୱିତୀୟ ଆଉ ସପ୍ତମ, ଦ୍ୱିତୀୟ ହେଲା ଧନ, ସପ୍ତମ ହେଲା ଆପଣଙ୍କର ସ୍ତ୍ରୀ। ତ ଧନ ଆଉ ଲକ୍ଷ୍ମୀ, ତ ଦ୍ୱିତୀୟ ସପ୍ତମ ମୋ ପାଇଁ ମାରକ ହେଇପାରନ୍ତି, କାରଣ ଏ ଦୁଇ ଜିନିଷ ମୋ ପାଖରେ ନାହିଁ। କିନ୍ତୁ ଆପଣଙ୍କ ପାଇଁ କାହିଁ ମାରକ ହେବେ? ଧନ ଦରକାର, ଆପଣଙ୍କର ସ୍ତ୍ରୀ ଦରକାର, ହେଲେ ଆପଣଙ୍କର ସଂସାର ଚାଲିବ। ତ ମାରକ ଏମାନଙ୍କୁ କାହିଁ କୁହାଯାଇଛି? ମାରକ କୁହାଗଲା ଏମାନଙ୍କର ଦଶା ସମୟରେ ଗୋଟେ ଲୋକ ଚାଲିଯିବ, ଦଶା ସମୟରେ। କିନ୍ତୁ ଆୟୁ ସରିଯାଇଥିବାର ଅଛି। ଆୟୁଷ ନ ସରିଥିବ, ତାଙ୍କ ଦଶା ଆସୁଥିବ ଯାଉଥିବ, କିଛି ଅସୁବିଧା ନାହିଁ। ଆପଣ ଭଲ ବଳ ପାଉଥିବେ, ସପ୍ତମ ଅଧିପତି ଭଲ ଥିଲେ ବିଜନେସ୍ ଉନ୍ନତି କରିବେ, ଦ୍ୱିତୀୟ ଅଧିପତିରେ ଧନ ମିଳିବ। କିନ୍ତୁ ମୁଁ ଯେଉଁ ପଏଣ୍ଟଟା କହିବାକୁ ଯାଉଛି ସେଇଟା ହେଲା, ଆପଣ ତାଙ୍କ ଦଶାରେ ଚାଲିଯିବେ, କିନ୍ତୁ ବାସ୍ତବରେ ଆପଣଙ୍କର ସେଠି ଆୟୁହାନି ଘଟିବ, ନିଧନ ଘଟିବ କି ନାହିଁ ସେଟା ଜଣା ଅଷ୍ଟମ ଭାବ। କାରଣ ଅଷ୍ଟମଟା ହେଲା ଆୟୁଷ, ତାର ଦ୍ୱାଦଶ ହେଲା ସପ୍ତମ, ତେଣୁ ତାକୁ ସେ କ୍ଷୟ କରିବ। ତେଣୁ ସେଇଟା ମାରକ ବୋଲି କୁହାଗଲା। ତ ଯେଉଁ ଅଷ୍ଟମରେ ଆୟୁଷ ବୋଲି କୁହାଗଲା ଏବଂ ମାରକ ଭାବ ବୋଲି ତାକୁ ପରେ କୁହାଯାଇଛି। ଯେମିତିକି ଜାତକ ପାରିଜାତରେ ଖୁବ ଭଲ ଶ୍ଲୋକଟିଏ ମୋର ମନେ ପଡ଼ୁନି, ସେ ଗୋଟିଏ ଲାଇନ୍ ଯାହା ରନ୍ଧ୍ର ଗତା ରନ୍ଧ୍ର ଯୁକ୍ତା ରନ୍ଧ୍ର ଦୁଷ୍ଟା ଖରେଶ୍ୱର। ରନ୍ଧ୍ର ମାନେ ଏଇ ଅଷ୍ଟମ ଭାବର ଅଧିପତି ରନ୍ଧ୍ରେଶ, ଏବଂ ଖରେଶ୍ୱର ହେଲେ 64ତମ ନବାଂଶର ଅଧିପତି ଆଉ 22ତମ ଜ୍ୟେଷ୍ଠର ଅଧିପତି। ଏ ଦୁଇଟା ଯାକ ସେ ଅଷ୍ଟମ ଭାବରେ ପଡ଼ିବ। ଭାବି ନିଅନ୍ତୁ ଆପଣଙ୍କର ଜୀବନ ପ୍ରତି ଏବେ କିଛି ଗୋଟେ ରିଷ୍ଟ ଅଛି। ଭାବି ନିଅନ୍ତୁ, ମହାଦେବ କରନ୍ତୁ ଆପଣ 100 ବର୍ଷ ବଞ୍ଚନ୍ତୁ, ମୋ ଆୟୁଷ ବି ଆପଣଙ୍କୁ ଲାଗିଯାଉ। କିନ୍ତୁ ଭାବି ନିଅନ୍ତୁ ଗୋଟେ ଆପଣଙ୍କ ପ୍ରତି ଗୋଟେ ଅରିଷ୍ଟ ଅଛି। ଯେମିତି ଆଗରୁ କୁହାହେଉଥିଲା ଯେ ଗୋଟେ ଘାଟି ଅଛି, ମାନେ ଗୋଟେ ଚାନ୍ସ ଆସୁଛି ଯେଉଁଠିକି ଆପଣଙ୍କର ନିଧନ ଘଟିପାରେ, ହେବ। ଯେଉଁଠିକି ଆପଣଙ୍କର ଦେଖାଉଥିବ ଜାତକରେ ମଧ୍ୟମା ଅଛି, କିନ୍ତୁ ଅଷ୍ଟମ ସପ୍ତମ ଗୋଟେ ବହୁତ ଷ୍ଟ୍ରଙ୍ଗ ଯୋଗ ସୃଷ୍ଟି ହେଉଥିବ। ସେଇଭଳିଆ ସ୍ଥିତିରେ ଯଦି ଅଷ୍ଟମ ଭାବରେ ଆପଣଙ୍କର ଚନ୍ଦ୍ର, ବୃହସ୍ପତି
ପ୍ରାୟତଃ ଏଇ ଦୁଇଟି ଗ୍ରହ ଏବଂ ଅଷ୍ଟମ ଭାବରେ ଯେଉଁ ପର୍ଟିକୁଲାର ଅଛି ମାନେ ଗୋଟେ ନବାଂଶକୁ କ୍ରସ୍ କରିଯିବାକୁ ନବାଂଶକୁ ଗୋଟେ ଚନ୍ଦ୍ରକୁ 7-8 ଘଣ୍ଟା ମୋତେ ଲାଗେ, କିନ୍ତୁ ବୃହସ୍ପତି ରହିବ ଗୋଟେ ରାଶିରେ 64ତମ ନବାଂଶ ଉପରେ ଯେତେବେଳେ ଚନ୍ଦ୍ର କିମ୍ବା ବୃହସ୍ପତିର ଗୋଚର ହେବ ଏବଂ ଅଷ୍ଟକ ବର୍ଗର ସ୍କୋର ସେହି ସମୟରେ ଅଷ୍ଟମ ଭାବରେ ଭଲ ନଥିବ, ଅଷ୍ଟମ ବର୍ଗ ସ୍କୋର 30 ଡେଇଁଗଲା ତାହେଲେ ଗ୍ରହ ଏତେ ଖରାପ ଫଳ ଦେବେନି। ଭାବି ନିଅନ୍ତୁ ତା ଫଳ 25 ତଳକୁ ଅଛି, 25 ପାଖାପାଖି ଅଛି, ଯେଉଁଟାକି ଆମେ ସର୍ବାଷ୍ଟକ ବର୍ଗରେ କେତେ ଆପଣ ବିନ୍ଦୁ ପାଇଛନ୍ତି ପଏଣ୍ଟ ସେଇଟା ଦେଖିବା ଶୋଧନ ପରେ, ତାହେଲେ ସେ ଲୋକର ନିଧନ ହେବାର ଚାନ୍ସ ଅଛି। ମୁଁ ଏଠି କାହାକୁ ଡରଉ ନାହିଁ, ମୁଁ ପଏଣ୍ଟକୁ ଆସିବି ମୁଁ କାହିଁକି ଏ କଥା କହିଲି। କିନ୍ତୁ 22ତମ ଦୃଷ୍ଟିକୋଣ କଥାରେ ସେ ବିଷୟ କୁହାଯାଇନି। 22ତମ ଦୃଷ୍ଟିକୋଣଟା ଗୋଟେ ବଡ଼ ପର୍ସନ୍, 10 ଡିଗ୍ରୀ 10 ଡିଗ୍ରୀ ତା ଉପରେ ଯଦି ଚନ୍ଦ୍ର କିମ୍ବା ବୃହସ୍ପତି ଗୋଚର କରୁଛନ୍ତି ତାହେଲେ କିଛି ଖରାପ ଫଳ ଆସିବ। କିନ୍ତୁ ଏ ଅଷ୍ଟମ ଭାବରେ ଯେଉଁ ମ୍ୟାଲେଫିକ୍ ଗୁଡ଼ା ଅଛନ୍ତି ଯେମିତି କେତୁ ହେଲା, ରାହୁ ହେଲା, ଶନି ହେଲା, ଗୋଟେ ଆଉଟର ଗ୍ରହ ବି କୁହାଯାଏ, ବହିର୍ଗ୍ରହ। ଯେଉଁଟା ଅନ୍ତର୍ଗ୍ରହ ହେଲେ ଆମର ବୁଧ, ଶୁକ୍ର, ଏ ଯେଉଁ ବହିର୍ଗ୍ରହ ଗୁଡ଼ା ଯେତେବେଳେ ଅଷ୍ଟମ ଭାବରେ ରାହୁ, କେତୁ ଆଉ ଆମର ଶନି, ମଙ୍ଗଳଟା ବି ବହିର୍ଗ୍ରହ, ଏମାନେ ଯଦି ଅଷ୍ଟମ ଭାବରେ ଗୋଚର କରୁଛନ୍ତି ଯେତେ ଅସୁବିଧା ହେବ ନାହିଁ। ଯଦି ବେନିଫିକ୍ ବା ଶୁଭ ଗ୍ରହ ସେ ବୃହସ୍ପତି ହେଉ, ଚନ୍ଦ୍ର ହେଉ, ଏମାନେ ଯଦି 64ତମ ନବାଂଶ ଉପରେ ଗୋଚର କରୁଛନ୍ତି ଏବଂ ଅନ୍ୟାନ୍ୟ କଣ୍ଡିସନ୍ ଆପଣଙ୍କ ପ୍ରତି ମ୍ୟାଚ୍ କରେ, ଆପଣ ଦେଖିବେ ଗୋଟେ ଅସୁବିଧାରେ ପଡ଼ିଯିବ, ଗୋଟେ ଆକ୍ସିଡେଣ୍ଟ ହେଇଯିବ କି କ'ଣ ହଠାତ୍ ହସ୍ପିଟାଲାଇଜ୍ ହେଇଯିବେ, ସର୍ଭାଇଭ୍ କରିଯିବ। ଯଦି ମହାଦେବ ସର୍ଭାଇଭ୍ କରିଗଲେ ଅନ୍ୟ କଣ୍ଡିସନ୍ ଅଛି, ଗୋଟେ ଆପଣ କହିଲେ ଗୋଟେ ଗ୍ରହ କଟିଗଲା ଆଉ ଠିକ୍ ଅଛି। ତ ଏଠି ଯେତେବେଳେ ଆମେ ରାଶିରୁ ଦେଖି ଦେଉନାହାନ୍ତି, ରାଶିର ଅଷ୍ଟମ ଭାବଟା ସେଇଟା ଆପଣଙ୍କର କାମ ଦେବନି, ଆପଣଙ୍କ ଲଗ୍ନର ଅଷ୍ଟମ ଭାବଟା ନେବାକୁ ପଡ଼ିବ। ଗୋଚର ଗୁଡ଼ା ଆମେ ଚନ୍ଦ୍ରରୁ ଦେଖନ୍ତି, ତେଣୁ କିଛି ଜ୍ୟୋତିଷଙ୍କ ମତରେ ମୁଁ ବି କିଛି ମାତ୍ରା ଏଟାକୁ ସପୋର୍ଟ କରୁଛି ଯେ ଜନ୍ମ ଚନ୍ଦ୍ରରୁ ଅଷ୍ଟମ ଭାବ, ଅଷ୍ଟମ ଚନ୍ଦ୍ର ଯେତେବେଳେ ହେବ ଅଷ୍ଟମ ଭାବ ହେବ, ସେଇଟା ଯେତେବେଳେ ଆସୁଥିବ ତା ଗୋଚର ବି ଅସୁବିଧା। କିନ୍ତୁ ଆମେ 64ତମ ନବାଂଶଟାକୁ ଅଷ୍ଟମ ଭାବରୁ ଦେଖୁ, ଅଷ୍ଟମ ରାଶିରୁ ନୁହେଁ ବା ଚନ୍ଦ୍ର ରାଶିରୁ ଦେଖିବାକୁ ଗଲେ ସେଇଟା ନୁହେଁ। ଯଦିଓ ଅଷ୍ଟମ ଚନ୍ଦ୍ର ଗୋଚର ଖରାପ କୁହାଯାଇଛି ଗୋଟେ ଶାସ୍ତ୍ର ଅନୁସାରେ, କିନ୍ତୁ ଏଇ ଜିନିଷଟା ବୁଝନ୍ତୁ। ଗୋଚର ଉପରକୁ ଆସିକି ଆମର ଗୋଚର ଫଳ ଆସିଗଲା, ରାହୁ ଏଠିକି ଚଳନ ହେଲେ, ସେ ଏଠିକି ଚଳନ ହେଲେ ଗୋଚର ଫଳ ଆସିଗଲା। ମୁଁ ବାରମ୍ବାର କହି ରଖୁଛି, ଆଶା କରୁଛି ଯେଉଁମାନେ ଜାତକ ମୋ ଭିଡ଼ିଓ ଦେଖୁଥିବେ ସେମାନେ ଏବେ ବୁଝି ସାରିବେଣି ଯେ ଗୋଚରକୁ ନେଇକି ଫଳାଦେଶ ହୁଏ ନାହିଁ। ଭୃଗୁ ନାଡ଼ି ଜ୍ୟୋତିଷ ଆଗରୁ ଥିଲା, ଏବେ ବି ଅଛି କିନ୍ତୁ ପ୍ରାୟ ବିଲୁପ୍ତ ହେଇ ଆସିଲାଣି। ସେ ନନ୍ଦୀ ନାଡ଼ି, ଶୁକ ନାଡ଼ି, ଚନ୍ଦ୍ରକଳା ନାଡ଼ି, ଏଇ ନାଡ଼ିକୁ ଦେଖିକି କିଛି ସମୟରେ କିଛି ଗୋଚର କରାହେଉଥିଲା। ଏଟା ମୁଁ କହୁନି, ଗୁରୁଭର କେନ୍ ରାଓ ତାଙ୍କର US ଲେସନରେ କହୁଥିଲା ଯେ ଥିଲା କିଛି ଟେକ୍ନିକ୍, ଗୋଟେ ଗୋଚର ଦେଖି କହି ହେଉଥିଲା। ତ ସେଇଟା କେଉଁ ସମୟ ଥିଲା, ଯେଉଁ ସମୟରେ ଜାତକ ଗୋଟେ ଗଠନ କାଷ୍ଟ କରିବା କଷ୍ଟ ହେଉଥିଲା, ତାକୁ ସେଇ ଅନୁସାରେ କ୍ୟାଲକୁଲେସନ୍ କରିବା କଷ୍ଟ ହେଉଥିଲା। ଆଜିକା ଦିନରେ ଆପଣ ମୋବାଇଲରେ ଖାଲି ଏଣ୍ଟ୍ରି କରନ୍ତୁ, ଟୋଟାଲ୍ ଜାତକ ବନେଇବାକୁ ଆପଣଙ୍କୁ ବର୍ତ୍ତମାନ ଲାଗୁଛି 10 ସେକେଣ୍ଡ। ତ ଆମେ କାହିଁକି ଗୋଚରକୁ ଯିବା? ଆସିବା ପଏଣ୍ଟ, ପଞ୍ଚମସ୍ତ ବୃହସ୍ପତି କାହା ପାଇଁ? ସିଂହ ରାଶି ହେଇଗଲେ, ଦେଖିଲା ବେଳକୁ ଲଗ୍ନ ହେଇଥିବ ବୃଷରୁ ସପ୍ତମ ବୃଶ୍ଚିକ, ଅଷ୍ଟମ ହେଲା ବୃହସ୍ପତି ଧନୁ। ସିଂହ ରାଶି କିନ୍ତୁ ଲଗ୍ନ ହେଇଗଲା ବୃଷ। ଇଆଡ଼େ ଦେଖିଲା ବେଳକୁ ପଞ୍ଚମ ଗୋଚର, ସିଆଡ଼େ ଦେଖିଲା ବେଳକୁ ଅଷ୍ଟମ ଗୋଚର। କ'ଣ କରିବେ ଆପଣ? ସବୁ ଭୁଲଭାଲ ହେଲାନି କି? ଆପଣଙ୍କୁ କୁହାଯାଇଥିବ ନା ସୁତାର୍ଥ ଧନଧାନ୍ୟ, ପଞ୍ଚମରେ ବୃହସ୍ପତି ମାନେ ଆପଣଙ୍କର ପିଲାପିଲି ପୁରା ଏକାଥରେ ଉନ୍ନତି ଘଟିବ। କିନ୍ତୁ ଆକ୍ଚୁଆଲି ଦେଖିଲା ବେଳକୁ କ'ଣ ହେବ? ଆପଣ ସିରିୟସ୍ ଅସୁବିଧାରେ ପଡ଼ିଯିବେ ଏବଂ ସେ ସିରିୟସ୍ ଅସୁବିଧାଟା ମୃତ୍ୟୁ ବି ହେଇପାରେ। ଏଠି
କଟକରେ ଯେଉଁ ଆମର ନିମେଇ ବାନାର୍ଜୀ ଥିଲେ ସେ ଗୋଟେ ବହି ଲେଖିଛନ୍ତି ସ୍କେଲିଂ ହ୍ୟୁମାନ୍ ଲାଇଫ୍ସ, ଭଲ ବହିଟି। ତାଙ୍କୁ ଯେତିକି ସେ ବହି ଲେଖିଛନ୍ତି ସେ ବହିଟା ମୋତେ ତାଙ୍କୁ ଟିକେ ଆଡ଼ଭାନ୍ସ ଲାଗେ, ବାକି ସବୁଗୁଡ଼ା ବେସିକ୍ସ, ଖାଲି ଏମିତି ଗୋଟେ ଟେକ୍ସଟ ବୁକ୍ ଭଳିଆ। ଏଇ ବହିଟି ସେଥିରେ ସେ ଲେଖିଛନ୍ତି ଯେ ଅଷ୍ଟମ ଭାବରେ ବୃହସ୍ପତି ଗୋଚର କଲାବେଳେ ନିଧନ ଘଟିପାରେ। ଏଲାବୋରେଟ୍ କରିନାହାନ୍ତି, ମୁଁ ସେଇ ଜିନିଷଟାକୁ ଏଲାବୋରେଟ୍ କରିଦେଉଛି। ତାଙ୍କ ସମୟରେ ବହି ଲେଖିବା, ରିସୋର୍ସେସ୍ର ଆଭେଲେବିଲିଟି ଅଲଗା ଥିଲା, ମୋ ସମୟରେ ଅଲଗା ଅଛି। ତେଣୁ ମୁଁ ଯେଉଁଟା ଶୀଘ୍ର ଜାଣିପାରୁଛି ସେଇଟା ସେତେ ତାଙ୍କୁ ଟିକେ ପ୍ରୋବ୍ଲେମ୍ ହେଉଥିବ। ତେଣୁ ଏଲାବୋରେଟ୍ କରିବାଟା ଯେତେ କଷ୍ଟ, ତେଣୁ ଅସୁବିଧାଟା ହେଲା ସେ ବୃହସ୍ପତି ଇଆଡ଼େ ପଞ୍ଚମସ୍ତ, ସିଆଡ଼େ ଅଷ୍ଟମସ୍ତ। କାହିଁକି? ସିଂହ ରାଶି ବୃଷ ଲଗ୍ନ, ମରିଯିବେ ପାର ଲୋକ, କାହାକୁ ଡର ନାହିଁ। ମୁଁ ମରିବିନି କି? ଆପଣମାନେ ହୁଏତ ମୃତ୍ୟୁକୁ ଭୟ କରିପାରୁଥାନ୍ତି, ମୁଁ ତ କରେନି। କାରଣ ଦି ନେକ୍ସଟ ଡେଷ୍ଟିନେସନ୍ ଫର୍ ମି ଇଜ୍ ଦ୍ୟାଟ୍। ଆପଣମାନଙ୍କ ଜୀବନରେ ବିଭିନ୍ନ ପ୍ରୋଜେକ୍ଟ ଧରିକି ବସୁଛନ୍ତି, ପିଲା ବାହା ହେବ, ନାତି ନାତୁଣୀ ଦେଖିବି, ତେଣୁ ଆପଣ ଟିକେ ଡରିବେ ନା, ମୃତ୍ୟୁ ଟିକେ ଡେରିରେ ଆସୁ। କିନ୍ତୁ ମୃତ୍ୟୁ ଆସିବ, ଚିରନ୍ତନ ସତ୍ୟ ସେଇଟା। ସେଇଥିଲାଗି ଆମ ଜ୍ୟୋତିଷ ଶାସ୍ତ୍ରରେ ସବୁଥିରେ ମୃତ୍ୟୁ ଏବଂ ଆୟୁ ନିର୍ଣ୍ଣୟ ଲେଖା ହେଇଛି। ଏବଂ ଆଗରୁ ବହୁତ ଜ୍ୟୋତିଷ କରୁଥିଲେ ମଧ୍ୟ, ମୁଁ ତ ଏବେ ବି କରୁନି। ହଠାତ୍ ଗୋଟେ ଲୋକକୁ ମୁଁ ଦେଖି କହିଦେଲା ବେଳକୁ ଆପଣ ଇଏ କରିଥିବେ, ଅଣ୍ଟା ଅଛି ଅପରେସନ୍ କରି, ଦେଖିଲା ବେଳକୁ ସିଏ 6 ମାସ କ'ଣ ଅପେକ୍ଷା କରି ମାସ ଭିତରେ ଚାଲିଯିବ। କାରଣ ଆମେ ଆୟୁ ନିର୍ଣ୍ଣୟଟା କାଲକୁଲେଟ୍ କରୁନୁ, ସହଜ ନୁହେଁ। କୋଟଚକ୍ର ବୋଲି ଗୋଟେ ଅଛି, ସେ ଚକ୍ରଟା ୟୁଜ୍ କରାଯାଏ ଗୋଟେ ଲୋକ କେବେ ମରିବ ଜାଣିବା ପାଇଁ। ଗୋଚର ଆପଣ ଦେଖନ୍ତୁ, ଦଶା ଆସିଗଲା, ଦଶା ପରେ ଆପଣ ଆସିଗଲେ ଅଷ୍ଟକ ବେଳକୁ ଦେଖିଥିଲେ, ଅଷ୍ଟକ ବେଳକୁ ଦେଖିଥିଲା ପରେ ଗୋଚରର ନେକ୍ସଟ ଲେବୁଲଟା ହେଲା ଚକ୍ର। ସେଠି ଆପଣ ଗ୍ରହଗୁଡ଼ା ରାଶି ନ ହୋଇକି ନକ୍ଷତ୍ର ଏବଂ ନକ୍ଷତ୍ର ପାଦ ଅନୁସାରେ ରଖାଯାଏ। ଦେଖି କହିହେବ ଯେ ଏଇ ଲୋକଟି ଆଜି ଏଠି ଚାଲିଯାଇପାରେ। କିନ୍ତୁ ମୋର ଯେଉଁ ପଏଣ୍ଟ ଥିଲା, ମୃତ୍ୟୁ ଗୋଚର ଅଷ୍ଟମ ଭାବରେ ଚନ୍ଦ୍ର ବୃହସ୍ପତି, ଲଗ୍ନ ଠାରୁ ଆଉ ଜନ୍ମଚନ୍ଦ୍ର ବି ଆପଣ କହିପାରନ୍ତି। କିନ୍ତୁ ଲଗ୍ନ ଯେତେବେଳେ ଅଷ୍ଟମ ଭାବଟା ଆକ୍ଟିଭେଟ୍ ହେଇନାହିଁ, ଦଶା ଆସିନି, ତ ଆପଣଙ୍କର ଚନ୍ଦ୍ରସ୍ଥ ଗୋଚର ବିଶେଷ ଖରାପ କରିବ ନାହିଁ, କରିପାରିବ ନାହିଁ। ନିୟମ ତ ଆଗ ଦଶା, ଗୋଟେ ଲୋକର ସମୟ ଆସିବାଟା ହେଲା ସିଏ, ଆପଣଙ୍କର ଯିବା ସମୟ ଆସିଗଲା। ଆମର କୁହନ୍ତି ଆପଣ ରାସ୍ତାରେ ଯାଉଥିବେ, ଆସି ଗାଟେ ବାଡ଼େଇ ଦେବ, ଚାଲିଯିବେ। ଆଉ ସିଏ ଆପଣଙ୍କୁ ଗାଡ଼ି ବାଡ଼େଇବ, କି ଆପଣ ହସ୍ପିଟାଲାଇଜ୍ ହେବେ, କିମ୍ବା ଆପଣ ଯାଉଥିବେ 10 ଜଣ ଲୋକ ଏକାଥରେ ବସ୍ ଓଲଟି ପଡ଼ିବ। ସେଇଟା ହେଲା ଗୋଚରର କାମ। କିନ୍ତୁ ଦଶା ଆସିବାର ଅଛି ନା, ଚିତ୍ରଗୁପ୍ତ ସିଗ୍ନେଚର କରିଦେଲେ ଯେ ଲୋକ ଚାଲିଯିବ। ମୋ କଥା ବୁଝନ୍ତୁ ଟିକେ। ଏଠି ମୁଁ ଆପଣଙ୍କୁ ଟିକେ ଆପଣ ଭୟଭୀତ ହେଇଯିବେ ବୋଲି ଟିକେ ମଜା କରି କହୁଛି। ତେଣୁ ଗୋଚର ଫଳଦେଶ ଭୁଲ ହେଇଯିବ, ସମ୍ପୂର୍ଣ୍ଣ ଭୁଲ। ତେଣୁ ଆପଣ ବିଲକୁଲ ଗୋଚର ଫଳଦେଶ ଦେଖିକି ଡେଇଁ ପଡ଼ିବେନି। ମୋର ସିଂହ ରାଶି ବଢ଼ିଆ ଅଛି, ବଢ଼ିଆ ଅଛି, ଦେଖିଲା ବେଳକୁ ଇଆଡ଼େ ହସ୍ପିଟାଲରେ ମରୁ ବଞ୍ଚିଯିବେ। କାହିଁକି ନା ଭାବଟା ଲଗ୍ନରୁ ଦେଖାହେବ। ଭାବ ସହିତ ଯେତେବେଳେ ଦଶା ଆସିନି, ଗୋଚର କିଛି ଫଳ ଦେବନି। କଲେକ୍ଟିଭ ୱେରେ ଆମର ପୃଥିବୀ ପାଇଁ, ଭାରତ ପାଇଁ, ୟୁକ୍ରେନ୍ ପାଇଁ ଯୁଦ୍ଧ ଚାଲିଛି। ସେ ସମୟରେ ହଁ ଆମେ ଟିକେ ଦେଖିଦେବା ଆକ୍ଚୁଆଲି ବର୍ତ୍ତମାନ ମହାଜାଗତିକ ଶକ୍ତି ଗୁଡ଼ା କ'ଣ କେମିତି କାମ କରୁଛନ୍ତି। କିନ୍ତୁ ସେ ଗୋଟେ 1% ତାର ୟୁଜ୍। ଆମେ କ'ଣ ଯୁଦ୍ଧ ଚାଲିକି ଇଣ୍ଡୋ ପାକିସ୍ତାନ ଯୁଦ୍ଧ ଗୋଚର ଦେଖିକି ଲଢ଼େଇ ହେଉଛି? ସେ ତାଙ୍କର ଲଢ଼ୁଛନ୍ତି। ଯଦିଓ କାର୍ଗିଲ ୱାର୍ ଉପରେ ମୁଁ ବହୁତ ଜାଗାରେ ପ୍ରେଜେଣ୍ଟ କରିକି ଆସିଛି, ଗଜଚକ୍ର ୟୁଜ୍ କରିକି, ଯେ କାହିଁକି ସେଟା ହେଉଥିଲା। ବହୁତ ଜାଗାରେ କରିଛି, 3ଟା ଜାଗା ଭାରତ ବର୍ଷରେ, କେରଳ, ଗୁଜୁରାଟ ଆଉ ଦିଲ୍ଲୀ। ତେବେ ଅଷ୍ଟମ ଭାବରେ ଯେତେବେଳେ ଆପଣଙ୍କର ଗୋଟେ ଗ୍ରହ ବସି ଯାଉଛନ୍ତି, ସେ ସମୟରେ ଜାତକଟା ଟିକେ ଦେଖିଦିଅନ୍ତୁ। ଅଷ୍ଟମସ୍ଥ ଶନି, ମୁଁ କହିଲି ଆପଣଙ୍କୁ, ବା ବହିର୍ଗ୍ରହ ଗୁଡ଼ା ଶନି, ରାହୁ, କେତୁ, ଏ 64ତମ ନବାଂଶ ଉପରେ ଯେତେ ଖରାପ ଇଫେକ୍ଟ ଦେବେନି, ଏ ଚନ୍ଦ୍ର ଆଉ ବୃହସ୍ପତି ଆପଣଙ୍କ ଜୀବନ, ବୃହସ୍ପତିକି ଜୀବ ବୋଲି କୁହାଯାଏ, ଖରାପ ଇଫେକ୍ଟ ଆଣିଦେଇପାରେ। ତେଣୁ ଏଇ ଯେଉଁ ଗୋଚର ଫଳ ଆପଣ ଶୁଣୁଥିବେ, ସେ ଆପଣଙ୍କର ସୂତାର୍ଥ ଧନଧାନ୍ୟ ସୂତାର୍ଥ କ'ଣ, ସେସବୁ ବଢ଼ିଆ ଶ୍ଲୋକ ପଢ଼ା ହେଉଛି।
सी न होइकि निधन हो पारे। पुणी कही रखुଛି डरौनी रुद्र महापात्र को छाड़ନ୍ତୁ जेकोसी ज्योतिषर बही उठेकी देखु आपण देखिपारे जे खर खर बिल कहुए तापर गोचर होउथिबो 64तम नवांश उपर अष्टम अधिपति दशा चली एवं 64तम नवांशर जो अधिपति होता तार प्रत्यांतर दशा कि अंत दशा चली इे आपंकर आयुटा कमी आसबनी जातक आयु गोटे बेसिकाल पर्पज है जातक यदि शनि बृहस्पति बहुत भल अच्छा आयुष भल शनि तो आयु कारक तेणु जोगज उपाय गणितगत उपाय जमती आप देखिए कैलकुलेट करते आयु कैलकुलेशन पर जदि किसी असुविधा अच्छी ये गोचर आपण मृत्यु प्रायतः मृत्यु बोली कहुई आप मृत्यु तुल्य कष्ट भी नहीं पारतु कारण बाधक अधिपति दशा भी चलला तेणु गोचर को देखिकी खुशी व्यस्त हो ना राशिफल उपर बिल्कुल आपणकर भविष्य फलादश निर्णय करेंगे ना कि से दूरे रुहतु जे आमर यहाँ जो ज्योतिर्विद माने राशिफल कहते से टीवी बाहरी कहतु आप गाँ दाण्ड पांजी खेल कहतु आप जातकटा देखला से कहे ना आज्ञा आप भल समय चली ना कहीं जातक दशाटा जना पड़ा तेणु अष्टम अधिपति अष्टम भाव जिते आप बहुत गोटे ग्रह गोचर करुँच लग्न ठार अष्टम भाव से समय टिके आप केयरफुल हो जातु से राशि होता पंचम नवम जहाँ भी होता कि विशेष फलप्रद हम ना कारण अष्टम भावटा आपंकर रंध्र से जगह देखिए सब नष्ट हो जाए आप लाइफटा भी आत्माटा भी से रंध्र दे बाहर जाओ पुनश्च कही रखुची क्या डरइबा किंबा कौन सी एस्ट्रोलॉजर का मतामत पर खराब ये करने से करूनी गोटे बाधक उपर बही लिखुली जहाँ भी आपको कहती तो यहाँ मुझे देखिली गोटे भल जिनस से कहली आप गोटे पॉजिटिव जिनस पर कहि आज आप बुझीपारे मुझे कहूँ तेणु जिते बड़े अष्टम अधिपति उपर चंद्र और बृहस्पति आपंकर गोटे कार चंद्र और बृहस्पति जोग हो बस अष्टम से आउ टे असुविधा हो तेणु आपको केयरफुली देखिए यहाँ मो ज्योतिर्विद मान भी अनुरोध मोर मित्र और शत्रु ज्योतिर्विद मान टे देखिए देखी सारी कहे खाली गोचर तो छाड़ दिखाते यही अष्टम भाव उपर दशा जब सपोर्ट करदे गोचर आसीगला बहुत असुविधा हो पाए तेणु टिके भल कि यहाँ आप देखिए महादेव पाखे प्रार्थना आपण मैंने 100 वर्ष कहीं 200 वर्ष बंचत जहाँ आपंकर मनस्कामना पूरण हो किंतु सब मन रखता भगवान जहाँ आपको देती जी दिन आयु देती जी आपको सुख देती मनुष्य जन्म तो पाई गंडे खाया पाँच कौन दरकार भगवान को आशीर्वाद करूँ भगवान को अपना आशीर्वाद करूँ आप काशी जी काशी लोक मैंने महादेव को जहाँ महादेव तारा कल्याण हो अरे कौन ना काशीटा कहुए महादेव त्रिशूल उपरटा रखाई जब महादेव त्रिशूल टी हल देव काशी नष्ट हो तेणु भगवान को से सब धन्यवाद देकी खुशी बंचु भगवान को ये व्यस्त दिंतु ना प्रभु मत यहाँ दरकार से दरकार आ मो भाया मूर्ख ज्योतिष मत बिल्कुल नुहे किसी आसवा दरकार नहीं कि पचार दरकार नहीं ताहले आप जीवन मजा नहीं पारे और खुशी बंची पारे हो आज रही महादेव यदि चाहते आ गए भिडियो नहीं पुणी उपस्थित होगी आज आज्ञा दिंतु ओम नमः।